ତାହେଲେ ପିଲାମାନେ ଆମେ ଯେଉଁ ପଢ଼ିଥିଲେ ପୂର୍ବ କ୍ଲାସ୍ରେ ଯେ କ'ଣ ଥିଲା, ଦ କିଙ୍ଗ ସେଟ୍ ଅନ୍ ହିଜ୍ ornate throne, his expression stern, his sharp eyes scanning the room. How it was evident that the unresolved quarrel still groaned at him. ତାହେଲେ ଆମେ ଯେଉଁ ଆଗରୁ ଦେଖିଥିଲେ ସେ କ'ଣ ଥିଲା ଯେ ରାଜା ନିଜର ଯେଉଁ ଅଳଙ୍କୃତ ସିଂହାସନରେ ବସିଥିଲେ ଆଉ ତାଙ୍କ ମୁହଁ ଗମ୍ଭୀର ଥିଲା ଆଉ ତାଙ୍କର ଯେଉଁ ତୀକ୍ଷ୍ଣ ଚକ୍ଷୁ ଦରବାରକୁ ନିରୀକ୍ଷଣ କରୁଥିଲା ଆଉ ଏହା ସ୍ପଷ୍ଟ ଥିଲା ଯେ ସେ ଅମୀମାଂସିତ ବିବାଦ ଏବେ ମଧ୍ୟ ତାଙ୍କୁ ବିଚଳିତ କରୁଥିଲା। ଯେଉଁ ସ୍ପଷ୍ଟ ଥିଲେ ଯେ ତାଙ୍କର ସେଇ ଯେଉଁ ବିବାଦ ହେଇଥିଲା ସେ ବିବାଦ ଭିତରେ ସେ ରହିଯାଇଛନ୍ତି ଆଉ ତାଙ୍କୁ ପୁରା ବିଚଳିତ ସେ ବିବାଦଟି ପୁରା ବିଚଳିତ କରୁଥିଲା ହେଲା। ତାହେଲେ ଏଇଟା ଆମେ ପୂର୍ବ କ୍ଲାସ୍ରେ ପଢ଼ୁଥିଲେ, ତ ବର୍ତ୍ତମାନ ଆମେ ଆଗକୁ ଆଉ କିଛି ପଢ଼ିବା ହେଲା। ହଉ, ବର୍ତ୍ତମାନ ଦେଖିବା ଦ କୋର୍ଟ ଡିସ୍କସନ୍ ୱାଜ୍ centered on improving paddy cultivation in the empire. One by one, the minister rose to present their ideas. Some suggested expanding irrigation networks, while others advocated for better manure. Aimed these suggestions, Tenali Rama stood quietly at the edge of the court, observing everyone with an amused smile. ତାପରେ ଦେଖିବା କ'ଣ ହେଇଛି ହେଲା। ସେ କହିଲା କ'ଣ, ଦ କୋର୍ଟ ଡିସ୍କସନ୍ ୱାଜ୍ ସେଣ୍ଟର୍ଡ ଅନ୍ ଇମ୍ପ୍ରୁଭିଂ ପେଡି କଲ୍ଟିଭେସନ୍ ଇନ୍ ଦ ଏମ୍ପର। ତାହେଲେ ତାଙ୍କର ଯେଉଁ ଦରବାରରେ ଅସ୍ତ ଗଜରାଜ ଥିଲେ ହେଲା, ତ ସେମାନେ କ'ଣ କଲେ ଯେ ତାଙ୍କର ସେଇ ଯେଉଁ ରାଜପ୍ରସାଦରେ ରାଜସଭାରେ ଆଲୋଚନାର ମୁଖ୍ୟ ବିଷୟ ହେଲା କ'ଣ, ସେମାନେ ଗୋଟେ ଡିସ୍କସ୍ କରୁଥିଲେ। ତାଙ୍କର ମୁଖ୍ୟ ଡିସ୍କସ୍ କ'ଣ କରୁଥିଲେ, ସେଣ୍ଟର୍ ଅନ୍ ଇମ୍ପ୍ରୁଭିଂ ପେଡି କଲ୍ଟିଭେସନ୍ ଇନ୍ ଦ ଏମ୍ପାୟାର। ତାହେଲେ ମୁଖ୍ୟ ବିଷୟ ଥିଲା ଯେ କ'ଣ, ଯେ ସାମ୍ରାଜ୍ୟରେ ଧାନ ଚାଷର ଉନ୍ନତି ହେଲା। ପେଡି କହିଲେ କ'ଣ, ଯେ ପେଡି କହିଲେ ଧାନ ହେଲା, କଲ୍ଟିଭେସନ୍ ଚାଷ। ତାହେଲେ ତାଙ୍କର ମୁଖ୍ୟ କ'ଣ ଥିଲା, ଯେ ପେଡି କଲ୍ଟିଭେସନ୍ ସେମାନେ କରିବେ। ୱାନ୍ ବାଇ ୱାନ୍ ଦ ମିନିଷ୍ଟର ରୋଜ୍ ଟୁ ପ୍ରେଜେଣ୍ଟ ଦେୟାର ଆଇଡ଼ିଆସ୍। ତାପରେ ଏକ ପରେ ଏକ, ଜଣେ ପରେ ଜଣେ ମନ୍ତ୍ରୀ ଉଠି ରୋଜ୍ ଉଠି କ'ଣ କଲେ, ନିଜ ନିଜ ପ୍ରସ୍ତାବ ରଖିଲେ ହେଲା। ତାଙ୍କର ଆଇଡ଼ିଆସ୍ ସବୁ ପ୍ରେଜେଣ୍ଟ କଲେ, ସେଠାରେ କହିଲେ। some suggested expanding irrigation networks, ଆଉ କେହି ଜଳସେଚନ ବ୍ୟବସ୍ଥା ଉପରେ ବିସ୍ତାର କରିବାକୁ ପରାମର୍ଶ ଦେଲେ, ବା ଜଳସେଚନ କେମିତି କରାଯିବ ତ ସେଇ ଉପରେ କିଛି ସଜେସନ୍ ଦେଲେ। ଆଉ while other advocated for the better manure, ଆଉ କ'ଣ କଲେ ଯେ ଯେଉଁ କେହି ଜଳସେଚନ ବ୍ୟବସ୍ଥାର ବିସ୍ତାର କରିବାକୁ ପରାମର୍ଶ ଦେଲେ, ଆଉ କେହି ଉତ୍ତମ ସାର ବ୍ୟବହାର କରିବାକୁ କହିଲେ ହେଲା, ବେଟର ମ୍ୟାନର। ଏମ୍ଡ ଦିଜ୍ ସଜେସନ୍ସ, ଥିନାଲି ରାମା ଷ୍ଟୁଡ୍ କ୍ୱାଇଟଲି। ଆଉ କ'ଣ ହେଲା ଯେ ସମସ୍ତେ ସମସ୍ତଙ୍କର ସଜେସନ୍ ଦେଲେ। କିଏ ଇରିଗେସନ୍ ଉପରେ ଦେଲା, ଇରିଗେସନ୍ କହିଲେ ଯେଉଁଟାକି ତୁମର ଆମର ଜଳସେଚନ କରିବା, କେମିତି କ'ଣ କରାଯିବ ଜଳସେଚନ, ଯଦି ଚାଷ କରାଯିବ କେମିତି କରାଯିବ, ପାଣି କେମିତି ମଡ଼ାଯିବ, ପାଣି କେଉଁଠୁ ଆସିବ, କ'ଣ କରାଯିବ, ବୁଝିହେଉଛି ନା। ଆଉ ହ୍ୱାଇଲ୍ ଅଦର ଆଡ଼ଭୋକେଟେଡ୍ ଫର୍ ବେଟର ମ୍ୟାନର, ଆଉ କିଛି ସେମାନେ ପାଣି
ଉପରେ ଦେଲେ ଆଉ କିଛି ଚାଷ ପାଇଁ କ'ଣ ଆବଶ୍ୟକ ପଡ଼ିବ, କି ସାର କ'ଣ ଔଷଧ ସବୁ ପଡ଼ିବ, ଏ ଉପରେ କିଛି ଦେଲେ। ଏମ୍ ଦଜ୍ ସଜେସନ୍। ଆଉ ସେଇଠି କ'ଣ ଥିଲା, ଥିନାଲି ରାମା ଷ୍ଟୁଡ୍ କ୍ୱାଇଟଲି। ଆଉ ତେନାଲି ଯେଉଁ ରାମା ପୁରା ସେ ଚୁପଚାପ ହେଇକି ଥିଲା। ଆଟ୍ ଦ ଏଜ୍ ଅଫ୍ ଦ କୋର୍ଟ। ଆଉ ସେ କେଉଁଠି ଥିଲେ, ରାଜସଭାର ଏକ ପାର୍ଶ୍ୱରେ ଠିଆ ହେଇକି ଥିଲେ ହେଲା। ଏଜ୍ କୌଣସି ଏକ ଧାରେ, ଏଜ୍ କହିଲେ ଆମେ କହିବା ଧାର, ବୁଝିହେଉଛି ନା, କୌଣସି ଧାରେ ସେ ଥିଲେ। ଆଉ କ'ଣ କରୁଥିଲେ, ଅବଜର୍ଭିଂ ଏଭ୍ରି ୱାନ୍ ୱିଥ୍ ଆନ୍ ଆମ୍ୟୁଜିଂ ସ୍ମାଇଲ୍। ଆଉ ଯେଉଁମାନେ ସବୁ ତାଙ୍କର ମତ ଦେଉଥିଲେ, ତ ସେମାନଙ୍କୁ ସମସ୍ତଙ୍କୁ ଇଏ କ'ଣ କରୁଥିଲା, ଦେଖୁଥିଲା ଆଉ ଟିକେ ଆମ୍ୟୁଜିଂ ବା ଆମ୍ୟୁଜ୍ ସ୍ମାଇଲ୍ କରୁଥିଲା, ମାନେ ହାଲକା ସିଏ ମୁଚମୁଚକି ହସି ଦେଉଥିଲା ହେଲା। ତାପରେ ଦେଖିବା, ଏଇଠି ଦେଖ, ଏଇଟା ତାଙ୍କର ରାଜସଭା। ଏଇଟା ରାଜସଭା, ଏଠି ସମସ୍ତେ ବସିଛନ୍ତି ଆଉ ତାଙ୍କର ଇରିଗେସନ୍ ଉପରେ ଚାଲିଛି, କଲ୍ଟିଭେସନ୍ କେମିତି ହେବ ଚାଲିଛି, ଏ ବିଷୟରେ ସେମାନେ ସବୁ ତାଙ୍କର କରୁଛନ୍ତି। ଫାଇନାଲି ଦ କିଙ୍ଗ କଲ୍ଡ ଅପନ୍ ରାମା। ଦ chatter in the court died down as all eyes turned to him. Rama approached the throne carrying a plateful of paddy seed. Bowing low, he began, "Your Majesty, I bring you a revolutionary type of paddy seed. If these are sown the yield while the 3 times greater than." Finally the king called upon Rama. ଶେଷରେ ରାଜା ସେ ରାମାକୁ ଡାକିଲେ ହେଲା। The chatter in the court died down as all I turned to him. ତାହେଲେ ସେଇଠି ଯେତେ ଜଣ ସବୁ ଥିଲେ ହେଲା, ସମସ୍ତଙ୍କର ଆଖି କାହା ଉପରେ ଥିଲା, ସେଇ ରାମା ଉପରେ ଥିଲା। ସମସ୍ତଙ୍କ ଦୃଷ୍ଟି ତାଙ୍କ ସେ ରାମା ଉପରେ ପଡ଼ୁଥିବାରୁ ରାଜସଭାର ଯେଉଁ ସବୁ କୋଳାହଳ ହେଉଥିଲା, ବୁଝୁଛି ନା, କୋଳାହଳ ଯେଉଁ ସବୁ ହେଉଥିଲା ତାହା କ'ଣ ହେଇଗଲା, ଡାଇ ଡାଉନ୍ ହେଇଗଲା। ଡାଇ ଡାଉନ୍ କହିଲେ କ'ଣ, ଶାନ୍ତ। ଡାଇ ଡାଉନ୍ କହିଲେ ଶାନ୍ତ ହେଇ ପଡ଼ିଲା। ଚେଟର ଯେଉଁ ସବୁ କଥାବାର୍ତ୍ତା ହେଉଥିଲେ, ଚେଟର ଯେଉଁ ସବୁ ଚାଟ୍ କଥାବାର୍ତ୍ତା କରୁଥିଲେ, ସେମାନେ ସବୁ କ'ଣ ହେଇଗଲେ, ଶାନ୍ତ ପଡ଼ିଗଲେ। ରାମା ଆପ୍ରୋଚ୍ଡ ଦ ଥ୍ରୋନ୍। ତାପରେ ଥ୍ରୋନ୍ କହିଲେ କ'ଣ, ସେ ଯେଉଁ ରାଜଗାଦି ବା ରାଜ ସିଂହାସନ, ସେଠାକୁ ସେ ରାମା ପହଞ୍ଚିଲା। କ୍ୟାରିଂ ଏ ପ୍ଲେଟଫୁଲ୍ ଅଫ୍ ପେଡ଼ି ସିଡ୍। କ'ଣ ନେଇକି ଗଲା, ଗୋଟେ ପ୍ଲେଟ୍ରେ ଫୁଲ୍ ଧାନ ଧରିକି ସେ ରାଜା ପାଖକୁ ଗଲା। ବାଉଣ୍ଡ ଲୋ ହି ବିଗାନ୍। ତାପରେ ସେଟା ବାଉଣ୍ଡ ଲୋ କହିଲେ କ'ଣ, ସେ ନତମସ୍ତକ କଲା ବା ନମସ୍କାର ଜଣାଇଲା ହେଲା। କ'ଣ କହିଲା, ୟୋର ମାଜିଷ୍ଟ୍ରେଟ୍, ମହାରାଜ, ନମ୍ରତାର ସହିତ ସିଏ ପ୍ରଣାମ କରି ସେ କହିଲା, ୟୋର ମାଜିଷ୍ଟ୍ରେଟ୍, ବୁଝୁଛି ନା, ଆଇ ବ୍ରିଙ୍ଗ ୟୁ ଏ ରିଭଲ୍ୟୁସନାରୀ ଟାଇପ୍ ଅଫ୍ ପେଡ଼ି ସିଡ୍। ତାପରେ ସେ କହିଲା, ମୁଁ ଗୋଟେ ନୂତନ ପ୍ରକାରର ଧାନ ଶସ୍ୟ ନେଇକି ଆସିଛି ହେଲା। ରିଭଲ୍ୟୁସନାରୀ କହିଲେ ନୂତନ ପ୍ରକାର, ଯେଉଁଟାକି ଆମେ ହାଇବ୍ରିଡ୍ ବୋଲିକି ମଧ୍ୟ କହି। ଇଫ୍ ଦିସ୍ ଆର୍ ସୋନ୍ ଦ ୟାଇଲ୍ଡ ୱିଲ୍ ବି 3 times ଗ୍ରେଟର ଦେନ୍ ଦ କରେଣ୍ଟ ରେଜଲ୍ଟ। ତାହେଲେ ସେ କହିଲା କ'ଣ, ଯେ ଯଦି ଏହାକୁ ଆମେ ସୋନ୍ କରିବା, ବୁଣିବା, ବୁଝିହେଉଛି ନା, ଯଦି ଆମେ ଏହାକୁ ବୁଣିବା, ଦ ୟାଇଲ୍ଡ କହିଲେ କ'ଣ, ହାରଭେଷ୍ଟ ହେଲା। ହାରଭେଷ୍ଟ ଏଟାକୁ ଯେଉଁ ଆମେ ଚାଷ କରିବା, ୱିଲ୍ ବି 3 times ଗ୍ରେଟର ଦେନ୍ ଦ କରେଣ୍ଟ ରେଜଲ୍ଟ। ଆଉ ବର୍ତ୍ତମାନ ତୁଳନାରେ 3 ଗୁଣ ଅଧିକ ଅମଳ ଆମେ ପାଇଯିବା।
এই କଥା ସେ କହିଲା। ତାପରେ କ'ଣ ହେଇଛି ଦେଖିବା। A murmur swept through the room. One of the courtiers, known for his sarcasm, whispered just loud enough to be heard. I wonder if these are magic seed. Next, he shall claim they grow without water. Another muttered, perhaps he found them on the moon. Sneakers repelled through the cut. Murmur swept through the room. ଆଉ ସେଇ ରୁମ୍ରେ ଯେଉଁ ସବୁ ବସିଥିଲେ ସମସ୍ତେ କ'ଣ ହେଲେ, ସେ ସମଗ୍ର ସଭାର ଫୁସୁର ଫାସାର ଆରମ୍ଭ ହୋଇଗଲା। ତାଙ୍କର କଥାବାର୍ତ୍ତା ଟିକେ ଫୁସଫୁସ୍ କଥାବାର୍ତ୍ତା ଆରମ୍ଭ ହୋଇଗଲା ଏଇ ସିଟ୍କୁ ନେଇକି। ୱାନ୍ ଅଫ୍ ଦ କୋର୍ଟିୟର୍ସ ନୋନ୍ ଫର୍ ହିଜ୍ ସାର୍କେମ୍ ହେଲା। ଆଉ ସେ ଯେଉଁ ବ୍ୟଙ୍ଗ କରିବା ପାଇଁ ପ୍ରସିଦ୍ଧ ଜଣେ ଯେଉଁ ଦରବାରୀ ଏତିକି ଜୋରରେ କହିଲେ ଯେ ସମସ୍ତେ ଶୁଣିପାରିଲେ। ବୁଝିଛି ନା? ଜୋରରେ କହିଲେ ଯେ ଶୁଣିପାରିଲେ। ସାର୍କାଜିମ୍ କହିଲେ ବା ସାର୍ସିମ୍ କହିଲେ ବ୍ୟଙ୍ଗ। କ'ଣ? ବ୍ୟଙ୍ଗ। whispered just loud enough to be heard। ତାହେଲେ ସେ ଟିକେ ଏତିକି ଜୋରରେ ଟିକେ କହିଲା ଯେ ସମସ୍ତେ ଶୁଣିପାରିଲେ। I wonder if these are magic seed। ତାପରେ ସେ କହୁଛି ମୋତେ ଲାଗୁଛି ଏଗୁଡ଼ିକ ଯାଦୁ ବିହନ ହେଲା। ନେକ୍ସଟ he shall claim they grow without water। ତାହେଲେ ଆଉ ଜଣେ କହିଲା କ'ଣ ଯେ ଏବେ ସେ କହିବେ ଏଗୁଡ଼ିକ ପାଣି ବିନା ମଧ୍ୟ ବଢ଼ିବ ହେଲା। ୱିଦାଉଟ୍ ୱାଟର, ପାଣି ବିନା ମଧ୍ୟ ଏଇ ଯେଉଁ ଶସ୍ୟଟା ବୁଣାଯିବ ଏଇଟା କ'ଣ ହେବ? ବଢ଼ିବ ହେଲା। ଆନାଦର ମୋଟେଡ୍, ଆଉ ଏହା ଶୁଣିକରି ସଭାରେ ହସର ଲହରୀ ଖେଳିଗଲା ହେଲା। ଆନାଦର ମୋଟେଡ୍ ପରହାପ୍ସ ହି ଫାଉଣ୍ଡ ଦେମ୍ ଅନ୍ ଦ ମୁନ୍। ତାପରେ ସେ କହୁଛି କ'ଣ? ସେମାନେ ସମ୍ଭବତଃ କ'ଣ ଖୋଜି ପାଇବା ପାଇଁ ଚାହୁଁଛନ୍ତି? ଯେ ଚନ୍ଦ୍ରକୁ ସେମାନେ ପାଇବାକୁ ଚାହୁଁଛନ୍ତି। ସ୍ନିକର୍ସ ରିପ୍ଲାଏଡ୍ ଥ୍ରୋ ଦ କଟ୍। ଆଉ ସ୍ନିକର୍ସ ରିପ୍ଲାଏଡ୍ ଥ୍ରୋ ଦ କଟ୍। ସ୍ନିକର କଲେ ସରପାସେଡ୍ ଲାଉଦର ହେଲା। ଟିକେ ହସିକି, ବିଚଳିତ ନ ହେଇକି ସେ ହସିକି ରିପ୍ଲାଏ ଦେଲା କୋର୍ଟରେ। ଦ କିଙ୍ଗ ଫରୱାର୍ଡ ଅନଇମ୍ପ୍ରେସଡ୍ ହେଲା। ଆଉ ସେଇ ରାଜା ସେ ଟିକେ ସମ୍ପୂର୍ଣ୍ଣ ଅବାସ୍ତବ ପରିକା ସେମାନଙ୍କୁ ଲାଗିଲା। ଦ କିଙ୍ଗ ଫର୍ନେଡ୍ ଅନଇମ୍ପ୍ରେସଡ୍, ରାଜା ଟିକେ ଯେଉଁ ଅନଇମ୍ପ୍ରେସଡ୍ ହେଇଗଲେ, ମାନେ ଯେଉଁ କଥା ଉପରେ ସେମାନେ ଯେଉଁ ହସିକି ଟିକେ କହିଲେ ତ ରାଜା ସେଠି ଟିକେ ଅମଙ୍ଗ ହେଲେ। ଦ ସାଉଣ୍ଡ ଆବ୍ୟୁଜ୍ଡ, ଆଉ ସେ ସାଉଣ୍ଡଟା ସମ୍ପୂର୍ଣ୍ଣ ଅବାସ୍ତବ ପରିକା ସେମାନଙ୍କୁ ଲାଗୁଥିଲା। ସେ ସମ୍ପୂର୍ଣ୍ଣ ଅବାସ୍ତବ କଥା ବୋଲିକି ସେ କହୁଥିଲେ। ମୋଟେଡ୍, ସେ କ'ଣ କହିଲେ ଯେ ଏଇ ଚାଷ ପାଇଁ ସଚ୍ କଲ୍ଟିଭେସନ୍ ଉଡ୍ ନିଡ୍ ସ୍ପେସିଆଲ ସଏଲ୍ ହେଲା। ଏଇ ଚାଷ ପାଇଁ ଆମର ଉପଯୁକ୍ତ ମାଟି ଦରକାର, ଆଉ ତା ସହିତ ମେନର୍ ଯେଉଁ ଆମର ସାର ଦରକାର, ପେଷ୍ଟ ଆଣ୍ଡ ଇନସେକ୍ଟ ରିପ୍ଲେଣ୍ଟସ୍ ଯେଉଁ କୀଟନାଶକ ଦରକାର, ଯେଉଁଟାକି ଆମେ ଚାଷ କଲା ପରେ ଯେଉଁ ପୋକମାଛି ସବୁ ଲାଗିଯାଆନ୍ତି ତାଙ୍କୁ ପ୍ରତିରୋଧ କରିବା ପାଇଁ ଔଷଧ ଦରକାର। ଇଫ୍ ବାଇ ଚାନ୍ସ ସମଥିଙ୍ଗସ୍ ୱେୟାର ଟୁ ଗୋ ରଙ୍ଗ, ଆଉ ଯଦି କୌଣସି ଭୁଲ ହୋଇଯାଏ ତେବେ କ'ଣ ହେବ? ଆୱାର ଫାର୍ମର ଉଡ୍ ସଫର, ଆଉ ଆମର এই କୃଷକମାନେ ବହୁତ କଷ୍ଟ ପାଇବେ। ରାମା ସ୍ମାଇଲ୍ଡ ଅନଫେଜେଡ୍, ତାପରେ ରାମା ଟିକିଏ ମଧ୍ୟ ବିଚଳିତ ନ ହେଇକି, ଅନଫେଜେଡ୍, ଅନଫେଜେଡ୍ କହିଲେ କ'ଣ? ବିଚଳିତ ନ ହୋଇକି, ଯେ ଦ୍ୟାଟ୍ ମେ ବି ଟ୍ରୁ, ଆପଣ ଠିକ୍ କହୁଛନ୍ତି। ୟୋର ମାଜିଷ୍ଟ୍ରେ ବଟ୍ ଦ ରିଅଲ୍ ଇସ୍ୟୁ ଲାଇସ୍ ନଟ୍ ୱିଥ୍ ଦ seeds themselves but
with the person who sown them। ତାହେଲେ ଆଉ ମହାରାଜ but the real issue lies not with the seeds। ତାହେଲେ କିନ୍ତୁ ପ୍ରକୃତ ସମସ୍ୟା ବିହନରେ ନୁହେଁ ବରଂ with the person who sown them। ଯିଏ ସେଗୁଡ଼ିକ ବୁଣେ ସେହି ବ୍ୟକ୍ତି ଉପରେ ରହୁଛି। A whose fell over the court as Rama's words hung in the air, the king's eyebrows furrowed। What is wrong with the person who saw the seeds? Speak clearly, Rama, he roared। ତାପରେ କ'ଣ ହେଇଛି ଦେଖ ଯେ a whose fell over the court। ତାହେଲେ ଯେଉଁ ରାଜସଭାରେ ଯେଉଁ ରାମାର କଥା ଯେଉଁ ଚାଲିଥିଲା ହେଲା ରାମାସ୍ୱାଡ଼ ହ୍ୟୁଗ୍ ଇନ୍ ଦ ଏୟାର। ହ୍ୟୁଗ୍ ଇନ୍ ଦ ଏୟାର କହିଲେ କ'ଣ ରାଜାଙ୍କ କଥା ଶୁଣି ସମଗ୍ର ରାଜସଭାରେ ନୀରବତା ଛାଇଗଲା। ହ୍ୟୁଗ୍ ଇନ୍ ଦ ଏୟାର ନୀରବତା ଛାଇଗଲା। ଦ କିଙ୍ଗସ୍ ଆଇବ୍ରୋ ଫ୍ୟୁରେଡ୍। ଆଉ କ'ଣ ହେଲା ଯେ ସେ ରାଜାଙ୍କ ଯେଉଁ ଭ୍ରୂଣତା କୁଞ୍ଚିତ ହୋଇଗଲା। ହ୍ୱାଟ୍ ଇଜ୍ ରଙ୍ଗ ୱିଥ୍ ଦ ପର୍ସନ୍ ହୁ ସୋ ଦ ସିଡ୍ସ। ଆଉ ବିହନ ବୁଣୁଥିବା ବ୍ୟକ୍ତିରେ କ'ଣ ଅସୁବିଧା ଅଛି? ହ୍ୱାଟ୍ ଇଜ୍ ଦ ରଙ୍ଗ ଦ ପର୍ସନ୍ ହୁ ସୋ ଦ ସିଡ୍ସ। ସେ ଯେଉଁ ବିହନ ବୁଣିବ ସେ ଯେଉଁ ଲୋକଟି ବିହନ ବୁଣିବ ସେ ଲୋକର ଅସୁବିଧା କ'ଣ ଅଛି ବୁଝିଛି ନା। ସ୍ପିକ୍ କ୍ଲିୟରଲି ରାମା ହେୟାର ରୋରେଡ୍। ଆଉ ରାମା ସ୍ପଷ୍ଟ କରି କୁହ କହିକି ରାମା କହିଲା। ଆଉ ସେ ଗର୍ଜନ କରି କହିଲା ଯେ ଯିଏ ସେ ବୁଣିବ ତାର ଅସୁବିଧା କ'ଣ ବୁଝିଛି ନା। ରାମା ଗ୍ଲାନ୍ସଡ୍ around the court, his sharp gaze meeting the spectacled eyes of the courtiers। If one were to sow seeds without proper care, no one would reap a good harvest, he said, pausing for effect। And what if the persons had habit of yawning while sowing? Would not the seeds scatter unevenly? ତାପରେ କ'ଣ ହେଇଛି ଦେଖ ଯେ ରାମା ଗ୍ଲାନ୍ସଡ୍ around the court। ସେ କୋର୍ଟର ଚତୁଃପାର୍ଶ୍ୱକୁ ଚାରିଆଡ଼କୁ ସେ ଦରବାରକୁ ରାମା ଚାହିଁଲା। ହିଜ୍ ସାର୍ପ ଗେଜ୍ ମିଟିଂ ଦ ସ୍ପେକ୍ଟିକାଲ୍ସ ଆଇଜ୍ ହେଲା। ଆଉ ସେ କ'ଣ ହେଲା ଯେ ତାଙ୍କର ଯେଉଁ ତୀକ୍ଷ୍ଣ ଦୃଷ୍ଟି ସନ୍ଦେହପୂର୍ଣ୍ଣ ଚକ୍ଷୁରେ ତାଙ୍କୁ ଦେଖୁଥିବା ଦରବାରୀମାନଙ୍କ ସହିତ ସେ ମିଶିଗଲା। ଅଫ୍ ଦ କୋର୍ଟିୟର୍ସ ହେଲା। କୋର୍ଟିୟର୍ସ କହିଲେ ଯେଉଁଟା ତାଙ୍କର ଅଗଣାରେ ବା ସେ ଯେଉଁ ଦରବାରରେ ସବୁ ଯେଉଁ ଥିଲେ ଯେଉଁମାନେ କି ତୀକ୍ଷ୍ଣ ଦୃଷ୍ଟି ସନ୍ଦେହ କରୁଥିଲେ ବୁଝୁଛି ନା ଚକ୍ଷୁରେ ଯେଉଁ ତୀକ୍ଷ୍ଣ ଦୃଷ୍ଟି ଦେଖୁଥିଲେ ସେମାନଙ୍କୁ ସହ ସେ ମିଶିଗଲେ କିଏ ରାମା ହେଲା। ଇଫ୍ ୱାନ୍ ୱେୟାର ଟୁ ସୋ ସିଡ୍ସ ୱିଦାଉଟ୍ ପ୍ରପର୍ କେୟାର। ସେ କହିଲେ କ'ଣ ଯେ କ'ଣ କହିଲେ ଯଦି କେହି ଠିକ୍ ଭାବରେ ଯତ୍ନ ନ ନେଇକି ତାହେଲେ ବିହନ ବୁଣିବେ ସୋ ସିଡ୍ସ, no one would reap a good harvest। ତେବେ ଭଲ ଅମଳ ହେବ ନାହିଁ। ଯଦି ଆମେ କେୟାର ନ କରିବା ତାହେଲେ ଆମେ ଭଲ ଫସଲ ପାଇପାରିବା ନାହିଁ। ହି ସେଡ୍ ପାଉଜିଂ ଫର୍ ଇଫେକ୍ଟ। ତାପରେ ସେ କ'ଣ କହିଲେ ଆଉ ଯଦି ବିହନ ବୁଣିବା ବେଳେ ବାରମ୍ବାର ହାଇ ମାରିବା ପାଉଜିଂ ଫର୍ ଇଫେକ୍ଟ ଏଣ୍ଡ ହ୍ୱାଟ୍ ଇଫ୍ ଦ ପର୍ସନ୍ସ ହାଡ୍ ହ୍ୟାବିଟ୍ ଅଫ୍ ହିୟରିଂ ହ୍ୱାଇଲ୍ ସୋଇଂ। ଆଉ ଯଦି ଆମେ ଯେତେବେଳେ କି ବିହନ ବୁଣିବା ବେଳେ ଆମେ ବାରମ୍ବାର ହାଇ ମାରୁଥିବା ହେଲା ଅଳସୁଆ ହେଇକି ଥିବା ଆଉ ବିହନ ବୁଣୁଥିବା ହାଇ ମାରୁଥିବା ତାହେଲେ କ'ଣ ହେବ ହାଇ ମାରୁଥାଏ ହେଲା would not have the seed scatter unevenly। ତାହେଲେ ତେବେ ବିହନ ଗୁଡ଼ିକ ସମାନ ଭାବରେ ବିଛେଇ ହେବ କି ସେ କ୍ୱେଶ୍ଚନ୍ କଲେ ହେଲା। ଯଦି
ଆମେ ଯେତେବେଳେ କି ବିହନ ବୁଣୁଥିବା ସମୟରେ ଆମେ ହାଇ ମାରୁଥାଏ। ଯିଏ ବି ବିହନ ବୁଣିବ ସେ ଯଦି ହାଇ ମାରୁଥାଏ ତାହେଲେ ସେ ତ ତାହାକୁ ନିଦ ଲାଗୁଥିବ ଆଉ ସେ ଧାନ ଗୁଡ଼ିକ ଠିକ୍ ଭାବରେ ସେ ବୁଣି ପାରିବ ନାହିଁ। ବୁଝିହେଉଛି ନା? The court erupted into laughter, though earlier sarcasm replaced by genuine amusement. Even the king caught off guard, sighed, and instinctively when Rama watched him keenly, then continued, Your Majesty, if there anyone in the world who does not yawn, it is as natural as breathing. তাহলে the court erupted into laughter. ତାହେଲେ ଏଇ କଥାକୁ ଶୁଣିକି ତାଙ୍କର ସେଇ ସମଗ୍ର ଦରବାର ହସରେ ଫାଟି ପଡ଼ିଲେ। The earlier sarcasm replaced by genuine amusement. ଆଉ କ'ଣ ହେଲା ଯେ ପୂର୍ବରୁ ଥିବା ଯେଉଁ ବ୍ୟଙ୍ଗ ଏବେ ପ୍ରକୃତ ଆନନ୍ଦରେ ପରିଣତ ହୋଇଗଲା ବୋଲି ସେମାନେ କହିଲେ। ଇଭେନ୍ ଦ କିଙ୍ଗ କଟ୍ ଅଫ୍ ଗାର୍ଡ଼ ସାଇଡ୍ ଆଉ ଇନଷ୍ଟିନ୍କ୍ଟିଭଲି ୟାନେଡ୍। ଆଉ କ'ଣ ହେଲା ରାଜା ମଧ୍ୟ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଏକ ଲମ୍ବା ନିଶ୍ୱାସ ନେଲେ ଏବଂ ଅଜାଣତରେ ହାଇ ମାରିଦେଲେ। ତାହେଲେ ଇନଷ୍ଟିନ୍କ୍ଟିଭଲି କହିଲେ କ'ଣ, ଯେଉଁଟାକି ଅଜାଣତରେ ହେଲା। ଏଠି ଲେଖିଦେଉଛି ଅଜାଣତରେ ଆଉ ୟାନେଡ୍ ହାଇ ମାରିଦେଲେ। ତାହେଲେ ରାଜା ମଧ୍ୟ ସେଠି ହାଇ ମାରିଦେଲେ ଅଜାଣତରେ। ବୁଝିହେଉଛି ନା? ରାମା ୱାଚେଡ୍ ହିମ୍ କିନଲି। ଆଉ ରାମା ସେଠି କ'ଣ କରୁଥିଲା ଯେ ଦେଖୁଥିଲା ପୁରା କିନଲି, ଇଣ୍ଟେନ୍ସଲି କହିଲେ କ'ଣ, ଯେଉଁଟାକି ତୀକ୍ଷ୍ଣ ଦୃଷ୍ଟିରେ ହେଲା, ପୁରା ସେ ତୀକ୍ଷ୍ଣ ଦୃଷ୍ଟିରେ ଦେଖୁଥିଲା। ଦେନ୍ କଣ୍ଟିନ୍ୟୁଟେଡ୍, ତାପରେ ସେ ଆରମ୍ଭ କଲା, ୟୋର ମାଜେଷ୍ଟ୍ରି, ଇଜ୍ ଦେୟାର ଏନି ୱାନ୍ ଇନ୍ ଦ ୱାର୍ଲ୍ଡ ହୁ ଡଜ୍ ନଟ୍ ୟାନ୍। ତାପରେ ସେ କହିଲା, ସେ କ'ଣ କହିଲା, ମହାରାଜ ଏଇ ପୃଥିବୀରେ ଏମିତି କେହି ଅଛନ୍ତି କି ଯିଏ କେବେ ହାଇ ମାରିନାହାନ୍ତି? ତାହେଲେ ମହାରାଜ କିଏ ଏମିତି ଅଛି କିଏ ହାଇ ମାରିନାହିଁ? ଇଟ୍ ଇଜ୍ ଆଜ୍ ନେଚୁରାଲ୍ ଆଜ୍ ବ୍ରେଥିଂ। ତାହେଲେ ଏହା ହାଇ ମାରିବାଟା ଗୋଟେ ଶ୍ୱାସ ନେବା ପରି ଏକ ସ୍ୱାଭାବିକ କାର୍ଯ୍ୟ ବୋଲିକି ସେ କହିଲେ। ଦ କିଙ୍ଗସ୍ ଏକ୍ସପ୍ରେସନ୍ ସିଫ୍ଟେଡ୍ ଆଜ୍ ଏ ରିଏଲାଇଜେସନ୍ସ ଡାଉନ୍। ତାପରେ ଏଇ କଥା ଶୁଣି ରାଜାଙ୍କ ମୁହଁର ଭାବ ଟିକେ ବଦଳିଗଲା। ଯେହେତୁ ରାଜା ହାଇ ମାରି ଦେଇଥିଲେ ତ ରାଜା ମଧ୍ୟ ଟିକେ ତାଙ୍କର ଭାବ ବଦଳିଗଲା। ହିଜ୍ ମାଇଣ୍ଡ ରିଚେଡ୍ ବ୍ୟାକ୍ ଟୁ ଦ କ୍ୱାରେଲ୍ ୱିଥ୍ ଦ କୁଇନ୍। ତାପରେ ତାଙ୍କ ମନ ତାପରେ ସେଇଠି କ'ଣ ହେଇଛି ଯେ ରାଜା ଟିକେ ରିଏଲାଇଜ୍ ଡାଉନ୍ କଲେ, ଟିକେ ଭାବିଲେ। ବୁଝିହେଉଛି ନା? ଟିକେ ବଦଳିଗଲା ଆଉ ଟିକେ ଭାବିଲେ, ସବୁକିଛି ଟିକେ ସେ ହଠାତ୍ ତାଙ୍କ ମୁଣ୍ଡକୁ ପଶିଲା ଆଉ ସେ ଟିକେ ଭାବିଲେ। ହିଜ୍ ମାଇଣ୍ଡ ରାକେଟ୍ ବ୍ୟାକ୍ ହେଲା, ସେ ପୁଣି ସେ ପଛକୁ ଟିକେ ବୁଲିଗଲା ଆଉ ଦ କ୍ୱାରେଲ୍ ୱିଥ୍ ଦ କୁଇନ୍, ଆଉ ସେ ରାଣୀଙ୍କ ସହ ହୋଇଥିବା ବିବାଦକୁ ସେ ଫେରିଗଲା। ହି ରିମେମ୍ବର୍ସ ସ୍କଲ୍ଡିଂ ହର୍ ହାର୍ସଲି ଫର୍ ୱିଂ ହ୍ୱାଇଲ୍ ହି ରିସିଟେଡ୍ ହିଜ୍ ପୋଏମ୍। ତାପରେ ସେ କ'ଣ କଲା, ସେ ମନେ ପକାଇଲେ ଯେ ରାଣୀ ତାଙ୍କ ଯେଉଁ କବିତା ଶୁଣିବା ବେଳେ ହାଇ ମାରୁଥିବାରୁ ସେ କେତେ କଠୋର ଭାବରେ ତାଙ୍କୁ ଗାଳି ଦେଇଥିଲେ। ବୁଝିହେଉଛି ନା? ସ୍କଲ୍ଡିଂ ଗାଳି ଦେବା, ତାହେଲେ ତାଙ୍କର ଗାଳି ଦେବା ଗାଳି ଦେବା ଯେଉଁ ତାଙ୍କର ରାଜା ଓ ରାଣୀଙ୍କ ସହିତ ଯେଉଁ ଝଗଡ଼ା ହେଇଥିଲା, ତାଙ୍କର ଝଗଡ଼ାଟା କ'ଣ, ଯେତେବେଳେ କି ରାଜା ଶୁଣଉଥିଲେ, ବୁଝିହେଉଛି ନା? କ'ଣ ଶୁଣଉଥିଲେ, ସେ ଯେଉଁ ଲେଖିଥିଲେ ରାଜା କବିତା ଶୁଣିବା ବେଳେ ହାଇ ମାରି ଦେଉଥିଲେ, ତ ସେଥିପାଇଁ ସେ ରାଗି ଯାଇଥିଲେ ହେଲା। ହି ରିଏଲାଇଜ୍ଡ ହାଉ ଅନଫେୟାର ହି ହାଡ୍ ବିନ୍। ଆଉ ସେ ବୁଝିପାରିଲେ, ରିଏଲାଇଜ୍ କଲେ
ଯେ ହାଉ ଅନଫେୟାର ହି ହ୍ୟାଡ୍ ବିନ୍। ରାଣୀଙ୍କ ପ୍ରତି କେତେ ଅନ୍ୟାୟ ହୋଇଥିଲା, ଅନଫେୟାର ବୁଝୁଛି ନା, ଅନ୍ୟାୟ। ସେ ଯେଉଁ କରିଥିଲେ, ଝଗଡ଼ା ଯେଉଁ ଲାଗୁଥିଲେ, ବୁଝୁଛି ନା। ରାଜା ଏଠି ବୁଝିପାରିଲେ ଯେ ହାଇ ମାରିବାରୁ ସେ ରାଣୀଙ୍କ ସହିତ ଝଗଡ଼ା କରୁଥିଲେ, ଆଉ ଏବେ ରାଜା ଯେଉଁ ହାଇ ମାରିଦେଲେ, ସେ ଯେଉଁ ରାମା ଯେଉଁ ବୁଝେଇଲା, ତ ଏଇଥିରେ ରାଜା ବୁଝିଗଲେ। ଇଫ୍ ଆଇ ହ୍ୟାଡ୍ नो ଦ ହ୍ୟାଇଂ ୱାଜ୍ ନଟ୍ ଏ ସାଇନ୍ ଅଫ୍ ଡିସରୁପ୍ଟେଡ୍। ତାହେଲେ ସେ ବୁଝିପାରିଲେ ଯେ ସେ ମନେ ମନେ ଭାବିଲେ, ଯଦି ମୁଁ ଜାଣିଥାନ୍ତି ଯେ ହାଇ ମାରିବା ଅସମ୍ମାନର ଚିହ୍ନ ନୁହେଁ, ବୁଝୁଛି ନା, ଡିସରୁପ୍ଟେଡ୍ ଅସମ୍ମାନର ଚିହ୍ନ ନୁହେଁ, ସାଇନ୍ ଚିହ୍ନ, ଆଇ ଉଡ୍ ନଟ୍ ହାଭ୍ ଟେକେନ୍ ଫର୍ ଗେସ୍ଚର୍। ତାହେଲେ ଗେସ୍ଚର୍ କହିଲେ କ'ଣ ଦେଇଛି ଦେଖ, ଏ ମୋମେଣ୍ଟ ଅଫ୍ ଏ ହାର୍ଡ ହ୍ୟାଣ୍ଡ ଅଫ୍ ଦ ହ୍ୟାଣ୍ଡ ଟୁ ଏକ୍ସପ୍ରେସ୍ ଆନ୍ ଆଇଡ଼ିଆ ଅଫ୍ ଏ ମିନିଂ। ତାହେଲେ ସେ କହୁଛନ୍ତି, ଯଦି ମୁଁ ଜାଣିଥାନ୍ତି ଯେ ହାଇ ମାରିବା ଅସମ୍ମାନର ଚିହ୍ନ ନୁହେଁ, ତେବେ ମୁଁ ତାଙ୍କର ସେହି ବ୍ୟବହାରକୁ ଏତେ ବ୍ୟକ୍ତିଗତ ଭାବରେ ନେଇ ନଥାନ୍ତି, ବୁଝୁଛି ନା, ସେ ଯେଉଁ ଝଗଡ଼ା କରୁଥିଲେ। ଆଇ ଉଡ୍ ନଟ୍ ହାଭ୍ ଟେକେନ୍ ଫର୍ ଗେସ୍ଚର୍ ସୋ ପର୍ସନାଲି। ତାହେଲେ ହି ଥଟ୍ ରିଗ୍ରେଟ୍ ଫିଲିଂ ହିଜ୍ ହାର୍ଟ। ଆଉ ଏହା ଭାବି ତାଙ୍କ ହୃଦୟକୁ ସେ ଅନୁତାପରେ ଭରିଦେଲା। ରାଜା ନିଜେ ନିଜେ ସେ ଟିକେ ଅନୁତାପ କଲେ, ବୁଝୁଛି। ଏଠି ଦେଖୁଛ ନା, ରାଜା ରାଣୀ ତାପରେ ତାଙ୍କର ଏକାଠି ହେଇଗଲେ, ମିଶିଗଲେ। ଆଉ କ'ଣ ହେଇଛି ଦେଖିବା। That evening the king approached the queen with a softened expressions। ତାପରେ ଦେଖ, that evening the king approached the queen with a softened expression। ତାପରେ ସେହି ସନ୍ଧ୍ୟାରେ ରାଜା ଶାନ୍ତ ଆଉ କୋମଳ ଭାବରେ ରାଣୀଙ୍କ ପାଖକୁ ଆସିଲେ। ଆଉ ଥିରୁମାଲ୍ଲାବଲ ହି ବିଗାନ୍ ହିଜ୍ ଭଏସ୍ ଜେଣ୍ଟଲି। ତାପରେ ଯେଉଁ ଥିରୁମାଲ୍ଲାବଲ ଥିଲା, ସେ ମୃଦୁ ସୁରରେ କହିଲେ, ଆଇ ହ୍ୟାଭ୍ ବିନ୍ ଫଲିସ୍। ମୁଁ ମୂର୍ଖତା କରିଛି ବା ମୁଁ ଠକି ଦେଇଛି। ଆଇ ସି ନାଉ ଦ୍ୟାଟ୍ ଓଭର ଆକ୍ଟେଡ୍। ଆଉ ଏବେ ମୁଁ ବୁଝିପାରିଛି ଯେ ମୁଁ ଅତ୍ୟଧିକ ପ୍ରତିକ୍ରିୟା କରିଥିଲି, ଓଭର ଆକ୍ଟେଡ୍ କରିଥିଲି। ଆଇ ଲେଟ୍ ମାଇ ପ୍ରାଇଡ୍ ବ୍ଲାଇଣ୍ଡ ମି, ଆଇ ଆମ୍ ସରି। ତାପରେ ସେ କହୁଛି, ମୋର ଅହଙ୍କାର ମୋତେ ଅନ୍ଧ କରିଦେଇଥିଲା, ଆଉ ମୋତେ କ୍ଷମା କର। କିଏ କହୁଛି? ଥିରୁମାଲ୍ଲାବଲ, ହେଲା। ଦ କୁଇନ୍ ହୁ had longed for this moment smiled and replied, if you like we can leave the quarrel behind us। ଆଉ ରାଣୀ ଯେ କି ଏହି କଥା ଶୁଣିବା ପାଇଁ ବହୁତ ଦିନ ଧରି ଅପେକ୍ଷା କରିଥିଲା, ଆଉ ସେ ହସି କହିଲା, ହସିଲା, ହେଲା। ସ୍ମାଇଲ୍ଡ ଆଣ୍ଡ ରିପ୍ଲାଏଡ୍, କ'ଣ ରିପ୍ଲାଏ ଦେଲା? ଇଫ୍ ୟୁ ଲାଇକ୍ ୱି କ୍ୟାନ୍ ଲିଭ୍ ଦ କ୍ୱାରେଲ୍ ବିହାଇଣ୍ଡ ଅସ୍। ଆପଣ ଯଦି ଚାହାନ୍ତି ଆମେ ଏହି ବିବାଦକୁ ଭୁଲି ଆଗକୁ ବଢ଼ିପାରିବା। ଆଇ ଉଡ୍ ଭେରି ମଚ୍ ଲାଇକ୍ ଟୁ ଲିସନ୍ ଟୁ ୟୋର୍ ପୋଏମ୍। ଆଉ ମୁଁ ଆପଣଙ୍କ କବିତା ଶୁଣିବାକୁ ବହୁତ ଇଚ୍ଛା କରୁଛି। ରାମା ହୁ ହାଡ୍ ଅର୍କେଷ୍ଟ୍ରେଟେଡ୍ କହିଲେ ଆରେଞ୍ଜ, ଆରେଞ୍ଜ କହିଲେ ଯେଉଁ ପୋଏମ୍ ଶୁଣିବା ପାଇଁ ପ୍ରସ୍ତୁତ ହେଇଗଲା। ଦିସ୍ ସେଟଲମେଣ୍ଟ ଫେଲ୍ଟ ଭିକ୍ଟୋରିୟସ୍। ତାର ଏହି ମିଳନର ବ୍ୟବସ୍ଥା କରିଥିବା ରାମା ନିଜକୁ ବିଜୟୀ ମନେ କଲେ, ଭିକ୍ଟୋରିୟସ୍, ଜିତିଗଲି ବୋଲିକି ସେ ରାମା କହୁଛି, ବୁଝୁଛି ନା। ରାମା କହୁଛି ମୁଁ ଜିତିଗଲି। ଆଉ ଦ କିଙ୍ଗ ଆଣ୍ଡ ଦ କୁଇନ୍ ଲେଟର ପ୍ରେଜେଣ୍ଟେଡ୍ ହିମ୍ ୱିଥ୍ ଭ୍ୟାଲୁଏବୁଲ୍ ଗିଫ୍ଟ ଫର୍ ହିଜ୍ ସର୍ଭିସ୍। ଆଉ ପରେ ରାଜା ଆଉ ରାଣୀ ତାଙ୍କ ସେବା ପାଇଁ ତାଙ୍କୁ ମୂଲ୍ୟବାନ ଉପହାର ଦେଲେ। ଦ ରୟାଲ କପୁଲ୍ ବଣ୍ଡ ୱାଜ୍ ରିଷ୍ଟୋରେଡ୍। ଆଉ ରାଜଦମ୍ପତିଙ୍କ ସମ୍ପର୍କ ପୁଣି ଥର ମଧୁର ହୋଇ ଉଠିଲା। ଆଣ୍ଡ ଦ ରିପ୍ଲେସ୍ ବ୍ରିମେଡ୍ ୱାନ୍ସ ଏଗେନ୍ ୱିଥ୍ ଦ ଜୟ ଆଣ୍ଡ ଲାଉଡର। ଆଉ ବ୍ରିମିଂ କହିଲେ ଓଭରଜୟ, ଯଦି ଅତ୍ୟଧିକ ସେମାନେ କ'ଣ ହେଇଗଲେ? ଖୁସି ହେଇଗଲେ, ଅତ୍ୟଧିକ ଖୁସି। ତାଙ୍କର ହସ ଫୁଟି ଉଠିଲା। ୱାନ୍ସ ଏଗେନ୍ ଦ ଜୟ ଆଣ୍ଡ ଲାଉଡର, ପୁଣି ଥରେ ସେମାନେ ଆନନ୍ଦ ଆଉ ହସ ଖୁସିରେ ଭରି ଉଠିଲେ। ଏଇ ଥିଲା ତୁମର ୱିଟ୍ ଆଣ୍ଡ ୱାଇଜଡମ୍ର ଷ୍ଟୋରି, ବୁଝିହେଉଛି ନା। ବହୁତ ସୁନ୍ଦର ଥିଲା ଷ୍ଟୋରିଟି। ତାହେଲେ
ତୁମେମାନେ ଏହାକୁ ଭଲସେ ପଢ଼ିବ, ଭିଡ଼ିଓକୁ ଦେଖିବ ଆଉ ତୁମର ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବ। ବା ଏଇଟା ଗୋଟେ ବହୁତ ସୁନ୍ଦର ଷ୍ଟୋରି, ବୁଝୁଛି ନା? ହଉ ପିଲାମାନେ, ଆମେ ନେକ୍ସଟ ଦେଖିବା ଯେ କ୍ୱେଶ୍ଚନ୍ ଡିସ୍କସ୍ କରିବା, ବୁଝୁଛି ନା? এই କ୍ୱେଶ୍ଚନ୍କୁ ସବୁ ଆମେ କରିବା, ତାହେଲେ ନେକ୍ସଟ ଭିଡ଼ିଓରେ ଆମେ ତାହା ଦେଖିବା।